ମୋ ମା ଜନ୍ମ ନେବାକୁ ଯାଉଥିବା ଗୋଟିଏ ପିଲା ଭଗବାନଙ୍କୁ ପ୍ରଶ୍ନ କଲା, ଆପଣ କାଲି ମୋତେ ପୃଥିବୀ ପୃଷ୍ଠକୁ ପଠାଉଛନ୍ତି, ହେଲେ ମୁଁ ତ ଏତେ ଛୋଟ ଅସହାୟ ହୋଇଥିବି, କେମିତି ଯାଇ ସେଠାରେ ରହିବି? ଭଗବାନ ଉତ୍ତର ଦେଲେ, ଅନେକ ପରୀଙ୍କ ଭିତରୁ ମୁଁ ତୁମ ପାଇଁ ଗୋଟିଏ ପରୀ ବାଛିଛି, ଯିଏ ତୁମର ଦେଖାଶୁଣା କରିବ। ପିଲାଟି କହିଲା, କିନ୍ତୁ ମୁଁ ସେଠାରେ କ'ଣ କରିବି? ଏଠାରେ ହସିବା ଆଉ ଗାଇବା ଛଡ଼ା ମୁଁ କିଛି ବି କରୁନଥିଲି। ସେପରି ତୁମକୁ ସବୁବେଳେ ଗୀତ ଶୁଣାଇବ, ତୁମକୁ ହସାଇବ, ସବୁବେଳେ ତୁମରି କଥା ହିଁ ଭାବିବ। ସେଠାକାର ଭାଷା କ'ଣ, କାହାକୁ କ'ଣ କହିବି, ସେସବୁ ବି ସେହିପରି ଶିଖାଇବ। ଯେତେବେଳେ ମୁଁ ଆପଣଙ୍କ ସହିତ କଥା ହେବାକୁ ଚାହିଁବି, ସେହିପରି ତୁମ ହାତକୁ ଯୋଡ଼ି ମୋତେ ପ୍ରାର୍ଥନା କରିବା ଶିଖାଇଦେବ, ଯେଉଁଥିରେ ଆମେ ଭାବନାତ୍ମକ ସ୍ତରରେ କଥା ହୋଇପାରିବା। କିନ୍ତୁ ମୁଁ ଜାଣିଛି ପୃଥିବୀରେ ବହୁତ ଖରାପ ଲୋକ ଅଛନ୍ତି, ମୋତେ ରକ୍ଷା କିଏ କରିବ? ସେହିପରି ତା ଜୀବନ ଦେଇ ତୁମକୁ ରକ୍ଷା କରିବ। ଆପଣଙ୍କୁ ନ ଦେଖି, ଆପଣଙ୍କ କଥା ନ ଶୁଣି ଯଦି ମୋ ମନ ଉଦାସ ରୁହେ, ତାହେଲେ ବି ସେ ସେପରି ତୁମକୁ ମୋ ସମ୍ପର୍କରେ କହିବ। ଏବେ ପିଲାଟି ବୁଝି ଯାଇଥିଲା ଯେ ଯାହା ହେଲେ ବି ତାକୁ ପୃଥିବୀ ପୃଷ୍ଠକୁ ଯିବାକୁ ପଡ଼ିବ। ତେଣୁ ସେ ଶେଷ ପ୍ରଶ୍ନ ପଚାରିଲା, ଭଗବାନ, ମୁଁ ତ ଯାଉଛି, କିନ୍ତୁ ଯାହା ପାଖକୁ ଯାଉଛି ତାର ନାଁ କୁହନ୍ତୁ। ଭଗବାନ କହିଲେ, ତା ନାଁ ତୁମ ପାଇଁ ବଡ଼ ନୁହେଁ, ତୁମେ କେବଳ ତାକୁ ମା ବୋଲି ଡାକିବ। ପୁଣି ଭଗବାନ କହିଲେ, ଜଣେ ମା ଓ ତା ସନ୍ତାନ ଭିତର ସମ୍ପର୍କ, ମା କେବଳ ତା କୋଳ ତା ସନ୍ତାନକୁ ସବୁ ଆପଦରୁ ବିପଦରୁ ସୁରକ୍ଷିତ ରଖେନି, ପରନ୍ତୁ ତା ସନ୍ତାନ ପାଇଁ ସେହି ହୋଇଥାଏ ପ୍ରଥମ ବନ୍ଧୁ, ପ୍ରଥମ ଶିକ୍ଷକ ଓ ପ୍ରଥମ ମାର୍ଗଦର୍ଶକ।